ଆପଣ ଦେଖୁଥିବେ ସିଧାସଳଖ ଚିତ୍ର ଏ ହେଉଛି ହଣ୍ଡାଇର ଭେନ୍ୟୁ କାର, ଯାହାକି ସମ୍ପୂର୍ଣ୍ଣ ନୂଆ ଗାଡ଼ି। ଏଇ ନୂଆ ଗାଡ଼ିରେ ଆର୍ ଉଦୟଗିରୁ ବ୍ରହ୍ମପୁର ଷ୍ଟେସନକୁ ଚାଲାଣ ହେଉଥିଲା ଗଞ୍ଜେଇ, ଯାହାକୁ ନେଇ ପୋଲିସ ଖବର ପାଇବା ପରେ ଚଢ଼ାଉ କରି ଗୋଟିଏ କାର ଜବତ କରିବା ସହିତ 2 ଜଣଙ୍କୁ ଗିରଫ କରିଛି। ଆଉ କାରରୁ ଜବତ ହେଇଛି 40 କେଜି ଗଞ୍ଜେଇ। ତେବେ এই ଗଞ୍ଜେଇ ଚାଲାଣ କେଉଁଠିକୁ ଚେର ଲମ୍ବିଛି ଏନେଇ ଅଧିକ ଖୋଳତାଡ଼ କରୁଛି ପାଟପୁର ଥାନା ପୋଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡୁ ସତ୍ୟନାରାୟଣପାଢ଼ୀ, ଯାହାକି ସମ୍ପୂର୍ଣ୍ଣ ନୂଆ ଗାଡ଼ି। ଏଇ ନୂଆ ଗାଡ଼ିରେ ଆର୍ ଉଦୟଗିରୁ ବ୍ରହ୍ମପୁର ଷ୍ଟେସନକୁ ଚାଲାଣ ହେଉଥିଲା ଗଞ୍ଜେଇ, ଯାହାକୁ ନେଇ ପୋଲିସ ଖବର ପାଇବା ପରେ ଚଢ଼ାଉ କରି ଗୋଟିଏ କାର ଜବତ କରିବା ସହିତ 2 ଜଣଙ୍କୁ ଗିରଫ କରିଛି। ଆଉ କାରରୁ ଜବତ ହେଇଛି 40 କେଜି ଗଞ୍ଜେଇ। ତେବେ এই ଗଞ୍ଜେଇ ଚାଲାଣ କେଉଁଠିକୁ ଚେର ଲମ୍ବିଛି ଏନେଇ ଅଧିକ ଖୋଳତାଡ଼ କରୁଛି ପାଟପୁର ଥାନା ପୋଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡୁ ସତ୍ୟନାରାୟଣପାଢ଼ୀ।